ଆପଣଙ୍କର ଯଦି ମୀନ ରାଶି ହୋଇଥାଏ ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, ଯାହାଫଳରେ କି ଆପଣ ଜାଣିପାରିବେ ଆପଣମାନଙ୍କର ଗ୍ରହ ନକ୍ଷତ୍ରର ଚଳନ ବିଷୟରେ ଏବଂ ଏହି ନୂତନ 2026ରେ ଆପଣଙ୍କ ଜୀବନଟି କିପରି କଟିବ ଏବଂ ଆପଣଙ୍କ ଜୀବନରେ କ'ଣ ସେହି ବଡ଼ ପରିବର୍ତ୍ତନ ଆସିବାକୁ ଯାଉଅଛି ଯାହା ଆପଣଙ୍କର ଭାଗ୍ୟକୁ ବଦଳାଇ ଦେବ। ଯଦି ଆପଣ ମୀନ ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି ତେବେ ଭିଡ଼ିଓଟିକୁ ଲାଇକ୍ କରିବା ସହ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିଶ୍ଚୟ କରନ୍ତୁ ଏବଂ କମେଣ୍ଟରେ ଜୟ ଶନିଦେବ ଜୟ ମହାଦେବ ନିଶ୍ଚୟ ଲେଖନ୍ତୁ। ମୀନ ରାଶିର ବ୍ୟକ୍ତିବିଶେଷମାନଙ୍କର ପ୍ରଥମତଃ ଅଧିପତି ହେଉଛନ୍ତି ଦେବଗୁରୁ ବୃହସ୍ପତି, ଯାହା ଆପଣଙ୍କର ପଞ୍ଚମ ଘରେ ଅବସ୍ଥାନ କରିଛନ୍ତି ଏବଂ ଆପଣଙ୍କର ପଞ୍ଚମ ଘରେ ରହି ଏହି ବର୍ଷକ ସାରା ଆପଣଙ୍କ ଗ୍ରହରେ ଚଳନ କରିବେ ଏବଂ ଆପଣଙ୍କର ଜୀବନଟିକୁ ମଧ୍ୟ ଚଳନ କରାଇବେ। ଦେଖନ୍ତୁ, ଦେବଗୁରୁ ବୃହସ୍ପତି ପ୍ରଥମତଃ ଆପଣଙ୍କର ସ୍ୱାସ୍ଥ୍ୟ କ୍ଷେତ୍ରକୁ ଏବଂ କ୍ୟାରିୟର କ୍ଷେତ୍ରକୁ ଧ୍ୟାନ ଦେଇଥାନ୍ତି। ତେଣୁ ଆପଣଙ୍କର ଯଦି ଗ୍ୟାଷ୍ଟ୍ରିକ୍ ଜନିତ ସମସ୍ୟା ରହୁଥିଲା କିମ୍ବା ଚର୍ମଜନିତ ସମସ୍ୟା ରହୁଥିଲା, ଆପଣଙ୍କର ଶ୍ୱାସଜନିତ ସମସ୍ୟା ରହୁଥିଲା, ଆଣ୍ଠୁ ଗଣ୍ଠି ବାତ ଧରୁଥିଲା, ଏଗୁଡ଼ିକ ସବୁ ଦୂରେଇ ଯିବ ଏବଂ ଆପଣଙ୍କର ସ୍ୱାସ୍ଥ୍ୟକୁ ଦେବଗୁରୁ ବୃହସ୍ପତି ବହୁତ ମାତ୍ରାରେ ସୁସ୍ଥ ରଖିବେ। ଏବଂ ଆପଣଙ୍କର ଯଦି କ୍ୟାରିୟର କ୍ଷେତ୍ରକୁ ଦେଖିବା, ଦେବଗୁରୁ ବୃହସ୍ପତି ମଧ୍ୟ ଆପଣଙ୍କର କ୍ୟାରିୟର କ୍ଷେତ୍ରକୁ ବହୁତ ମାତ୍ରାରେ ଉନ୍ନତି କରାଇବେ। କିପରି ଦେଖନ୍ତୁ, ଆପଣଙ୍କର ଯଦି ଚାକିରି କରିବାକୁ ଚାହୁଁଥିଲେ କିନ୍ତୁ ଚାକିରି ହେଉନଥିଲା, ଯଦି ବି ଆପଣ ଏକ ଚାକିରିରେ ଅଛନ୍ତି ସେଥିରେ ଆପଣଙ୍କର ପ୍ରମୋସନ୍ ହେଉନଥିଲା, ଏହିଭଳି ସିଚୁଏସନରେ ଯଦି ଆପଣ ଅଛନ୍ତି ତେବେ ଆପଣଙ୍କ ପାଇଁ ଗୁଡ୍ ନ୍ୟୁଜ୍ ଅଟେ। ନା କ'ଣ, ଆପଣଙ୍କୁ ବହୁତ ମାତ୍ରାରେ ପରିବର୍ତ୍ତନ ଆସିବ ଏବଂ ଆପଣଙ୍କ ପାଇଁ ବହୁତ ଅପରଚ୍ୟୁନିଟି ଆସିବ। ଆପଣଙ୍କର ଚାକିରି କ୍ଷେତ୍ରରେ ହେଉ କିମ୍ବା ଆପଣଙ୍କର ବିଜନେସ୍ କ୍ଷେତ୍ରରେ ହେଉ। ବିଜନେସ୍ କ୍ଷେତ୍ରରେ ତ ଏହି ନୂତନ ବର୍ଷରେ ପୁରା ଲାଲ ପତି ହେବେ। ବିଜନେସ୍ କ୍ଷେତ୍ରରେ ବହୁତ ମାତ୍ରାରେ ବ୍ରାଣ୍ଡ ପ୍ରମୋସନ୍ କରିବେ ଆପଣ ଏବଂ ଆପଣଙ୍କର ବହୁତ ମାତ୍ରାରେ ପ୍ରଫିଟ୍ ମଧ୍ୟ ହେବ। ତେଣୁ କ୍ୟାରିୟର କ୍ଷେତ୍ରକୁ ଆପଣଙ୍କର କ୍ୟାରିୟର କ୍ଷେତ୍ରରେ ଦେବଗୁରୁ ବୃହସ୍ପତି ଧ୍ୟାନ ଦେଇଥିବାରୁ କ୍ୟାରିୟର କ୍ଷେତ୍ରଟି ବହୁତ ମାତ୍ରାରେ ଉନ୍ନତି ଆଣିବ। ଏବେ ଯଦି ଆମେ ଦେଖିବା, ଶନି ଆପଣଙ୍କର ସପ୍ତମ ଘରେ ଅଛନ୍ତି, ଠିକ୍ ଦେବଗୁରୁ ବୃହସ୍ପତିଙ୍କର 2 ପାଦ ତଳେ ବା 2 ଘର ତଳେ ଅଛନ୍ତି ଏବଂ ଶନି ଆପଣଙ୍କର ସପ୍ତମ ଘରୁ 7.5 ଘରକୁ ଯେତେବେଳେ ଯିବେ ହେରି, ସେତେବେଳେ ଆପଣଙ୍କ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ହେବ ଏବଂ ଆପଣଙ୍କ ଜୀବନରେ ଏକ ବିରାଟ ବଡ଼ ମୋଡ଼ ଆଣିବ। ନା ଯେପରିକି ଆପଣଙ୍କୁ ବହୁତ ମାତ୍ରାରେ ବାଧାବିଘ୍ନର ସମ୍ମୁଖୀନ ହେଉଥିଲେ ଏବଂ ଆପଣ ମାନ ସମ୍ମାନ ମଧ୍ୟ ହାନି ପାଉଥିଲେ, ଆପଣ କୌଣସି ଋଣରେ ମଧ୍ୟ ବୁଡ଼ି ରହୁଥିଲେ, କରଜରେ ବୁଡ଼ି ରହୁଥିଲେ, ବ୍ୟାଙ୍କରୁ ଲୋନ୍ ନେଉଥିଲେ, ଆପଣ ସୁଝି ପାରୁନଥିଲେ। ଏହିପରି ଯେଉଁ ସମସ୍ୟାରେ ଆପଣ ଥିଲେ, ଏଥିରୁ ଆପଣମାନେ ପାର ପାଇବେ। କାରଣ ଶନି ଆପଣଙ୍କର ସପ୍ତମ ଘରେ ଅଛନ୍ତି ସତ, କିନ୍ତୁ ଠିକ୍ ଜାନୁଆରୀ ମାସର ଶେଷ ସପ୍ତାହ ବେଳକୁ ଯେତେବେଳେ ଶନି 7.5 ଘରକୁ ଯିବେ, ସେତେବେଳେ ଆପଣଙ୍କର ଜୀବନରେ ବହୁତ ବଡ଼ ମୋଡ଼ ଆସିବ। ଆପଣଙ୍କୁ ଶନିଙ୍କର ବହୁତ ମାତ୍ରାରେ ଆପଣଙ୍କ ଉପରେ ପ୍ରଭାବ ପଡ଼ିବ, ଆପଣଙ୍କର ରାଶିଙ୍କ ଉପରେ ବହୁତ ମାତ୍ରାରେ ପ୍ରଭାବ ପଡ଼ିବ। ଦେଖିବେ ଆପଣଙ୍କର ଯେତେକ ଋଣ ଥିଲା ଏବଂ ଆପଣଙ୍କ ଲାଇଫଷ୍ଟାଇଲ୍ ମଧ୍ୟ ଚେଞ୍ଜ କରାଇଦେବେ। ଶନି ଆପଣଙ୍କର ଲାଇଫଷ୍ଟାଇଲ୍କୁ ମଧ୍ୟ ବହୁତ ମାତ୍ରାରେ ଚେଞ୍ଜ କରିଦେବେ ଏବଂ ଆପଣଙ୍କର ମନର ପରିବର୍ତ୍ତନ ମଧ୍ୟ କରାଇଦେବେ। ଆପଣଙ୍କ ମନରେ ଯେଉଁ ପୂଜା ହିଂସା ମଧ୍ୟ ରହୁଥିଲା, ସେଥିରୁ ମଧ୍ୟ ଆପଣଙ୍କୁ ଦୂର କରାଇବେ। ଖାସ୍ କରି ଆପଣଙ୍କର ଯଦି ଶତ୍ରୁ ରହୁଥିଲେ, ବାହ୍ୟ ଶତ୍ରୁ ହେଉ ଅବା ଆପଣଙ୍କର ଘରର ଶତ୍ରୁ ହୁଅନ୍ତୁ, ଆପଣଙ୍କର ଯେଉଁ ଶତ୍ରୁ ରହୁଥିଲେ, ଶତ୍ରୁଙ୍କୁ ନାଶ କରିବେ ଶନି। ଶତ୍ରୁ ଆପଣଙ୍କର ଆଖପାଖ ମଧ୍ୟ ମାଡ଼ିବେ ନାହିଁ, ଶତ୍ରୁ ଆପଣଙ୍କ ଆଖପାଖ ମଧ୍ୟ ମାଡ଼ିବେ ନାହିଁ ଏବଂ ଶତ୍ରୁ
ଭୟରୁ ଆପଣ ଦୂରେଇ ଯାଆନ୍ତୁ, କାରଣ ଆପଣଙ୍କ ଉପରେ ଆଉ ଶତ୍ରୁଙ୍କର କୌଣସି ଛାୟା ରହିବ ନାହିଁ। ଏବଂ ଶନି ବହୁତ ମାତ୍ରାରେ ଧନର ମଧ୍ୟ ପ୍ରଭାବ ପକାଇବେ। ଆପଣଙ୍କର ଲଭ୍ ଲାଇଫ୍ କ୍ଷେତ୍ରରେ ମଧ୍ୟ ବହୁତ ମାତ୍ରାରେ ଉନ୍ନତି ଆଣିବେ। ଏହି ନୂତନ 2026ରେ ଶନି 7.5 ଘରକୁ ଯିବା ମାତ୍ରେ ଆପଣ କୌଣସି ନୂତନ ଗୃହ ମଧ୍ୟ ନିର୍ମାଣ କରିପାରନ୍ତି, କିମ୍ବା କୌଣସି ନୂତନ କାଳି ଜିନିଷ ହେଉ, ଗାଡ଼ି ହେଉ କିମ୍ବା କାର୍ ହେଉ, ଯେକୌଣସି ଜିନିଷ କାଳି ଜିନିଷ ଆପଣ ଘରକୁ ଆଣିପାରନ୍ତି, କିଣିକି ଆଣିପାରନ୍ତି। ତେଣୁ ଶନିଙ୍କର ତ ଆପଣଙ୍କ ଉପରେ ଏହିଭଳି ପ୍ରଭାବ ରହିବ। ଆମେ ଯଦି ଦେଖିବା ଆପଣଙ୍କର ସ୍ୱାସ୍ଥ୍ୟ କ୍ଷେତ୍ରରେ, ତେବେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦେବଗୁରୁ ବୃହସ୍ପତିଙ୍କର ଆପଣଙ୍କ ଉପରେ ବହୁତ ମାତ୍ରାରେ ପ୍ରଭାବ ପକାଇବେ ମୀନ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ। ତଥାପି ଆପଣଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରକୁ ବୁଧ ଏବଂ ଶୁକ୍ର ମଧ୍ୟ ପ୍ରଭାବ ପକାଇବେ, ଯାହାକି ଆପଣଙ୍କର ନବଗ୍ରହଙ୍କ ସ୍ଥିତି ମଧ୍ୟ ସୁଦୃଢ଼ ରହିବ ଏବଂ ସ୍ଥିର ରହିବ। ସ୍ୱାସ୍ଥ୍ୟ କ୍ଷେତ୍ରରେ ଆପଣଙ୍କର ବାଣ୍ଟିନ ହୋଇ ରହିଛନ୍ତି ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରକୁ ନେଇ ଦେବଗୁରୁ ବୃହସ୍ପତି ମଧ୍ୟ ଆପଣଙ୍କର ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରଭାବ ପକାଇବେ। ତାପରେ ମଧ୍ୟ ଆପଣଙ୍କର ଶୁକ୍ର ଏବଂ ବୁଧ ଏକତ୍ରିତ ହୋଇ ଆପଣଙ୍କର ସ୍ୱାସ୍ଥ୍ୟକୁ ମଧ୍ୟ ସୁସ୍ଥ ରଖିବେ। ଏବେ ଦେଖନ୍ତୁ, ରାହୁ ଆପଣଙ୍କର ଦ୍ୱାଦଶ ଘରେ ରହିଲେ, ଯାହାକି ଆପଣଙ୍କ ପାଇଁ ଅଶୁଭ ମନାଯାଇଥାଏ। ତଥାପି ରାହୁ ଦ୍ୱାଦଶ ଘରେ ଥିବାରୁ ସେତେ ବି ଅଶୁଭ ହୋଇନଥାଏ। କିଛି ଛୋଟ ମୋଟ ଆପଣଙ୍କର ଆକ୍ସିଡେଣ୍ଟ ହେବାର ସମ୍ଭାବନା ଅଛି। ତେଣୁ ଆପଣ ଗାଡ଼ି କିମ୍ବା ଯେକୌଣସି ଜିନିଷ କରୁଛନ୍ତି କିମ୍ବା ଆପଣ କାମ କରୁଛନ୍ତି, ସେଥିରେ ଟିକେ ଧ୍ୟାନର ପୂର୍ବକ କାମ କରନ୍ତୁ ଏବଂ ଗାଡ଼ି ଚଳାଉଥିବା ବେଳେ ସବୁବେଳେ ହେଲମେଟ୍ ପିନ୍ଧନ୍ତୁ। ଦେଖିବେ କିଛି ନା କିଛି ଆପଣଙ୍କ ଉପରେ ରାହୁଙ୍କର ପ୍ରଭାବ ପଡ଼ିଥିବାରୁ ଆପଣଙ୍କର କିଛି ନା କିଛି ଆକ୍ସିଡେଣ୍ଟ ତ ନିଶ୍ଚିନ୍ତ ଭାବରେ ହେବ। ତେଣୁ ଏଥିରେ ଭୟଭୀତ ହେବାର କୌଣସି ଆଦୌ ଭୟଭୀତ ହେବାର ନାହିଁ। ଆପଣ ଯଦି ଚାହିଁବେ, ପ୍ରତ୍ୟେକ ଦିନ ଆପଣଙ୍କର ଇଷ୍ଟଦେବ ହେଉଛନ୍ତି ମହାଦେବ। ତେଣୁ ଆପଣ ଯେକୌଣସି ମହାଦେବ ମନ୍ଦିରକୁ ଯାଆନ୍ତୁ, ଜଳସାଇ କରନ୍ତୁ। ଆପଣ ଆପଣଙ୍କ ନାଁରେ ଜଳସାଇ କରନ୍ତୁ ଅଥବା ମହାଦେବ ମନ୍ଦିରକୁ ଯାଇ ବେଲପତ୍ର ଚଢ଼ାନ୍ତୁ। ଦେଖିବେ ବହୁତ ମାତ୍ରାରେ ଆପଣଙ୍କର ମଙ୍ଗଳ ହେବ। ତା ସହିତ ଆପଣଙ୍କୁ ଯଦି ସମୟ ହେଉଛି, ହରେ କୃଷ୍ଣ ମହାମନ୍ତ୍ର ମଧ୍ୟ ଜପ କରନ୍ତୁ। ହରେ କୃଷ୍ଣ ମହାମନ୍ତ୍ର ଜପ କରିବା ଦ୍ୱାରା ଆପଣଙ୍କର ମନକୁ ପବିତ୍ରତା ମିଳିଥାଏ ଏବଂ ଆତ୍ମାକୁ ପୁଣ୍ୟ ମଧ୍ୟ ପ୍ରାପ୍ତି ହୋଇଥାଏ। ତେଣୁ ଆପଣ ଏଗୁଡ଼ିକୁ ନିଶ୍ଚିତ ଭାବରେ କରନ୍ତୁ। ଏବଂ ଆପଣଙ୍କୁ ଯଦି ସମୟ ହେଉଛି, ତେବେ ହନୁମାନ ଚାଳିଶା ମଧ୍ୟ ପ୍ରତ୍ୟେକ ଦିନ ପାଠ କରନ୍ତୁ। ଦେଖିବେ ହନୁମାନ ଚାଳିଶା ପାଠ କରିବା ଦ୍ୱାରା ଆପଣଙ୍କର ଜୀବନରେ ଯେଉଁ ଭାବରେ ଦୁଃଖ କଷ୍ଟ ରହୁଥିଲା ଏବଂ ଆପଣ ଡିପ୍ରେସନରେ ରହୁଥିଲେ, ସେଥିରୁ ଦୂର ପାଇବେ ଏବଂ ଆପଣଙ୍କର ମନଟି ଏବଂ ଜୀବନଟି ବହୁତ ଭାବରେ ପ୍ରଫୁଲ୍ଲିତ ହୋଇଯିବ। ତେଣୁ ଆପଣ ଯଦି ମୀନ ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି, ତେବେ ଭିଡ଼ିଓଟିକୁ ଲାଇକ୍ କରିବା ସହ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନ୍ଟିକୁ ମଧ୍ୟ ଅନ୍ ରଖନ୍ତୁ, ଯାହାଫଳରେ ଆପଣ ଆମର ପ୍ରଥମ ଭିଡ଼ିଓକୁ ପାଇପାରିବେ। ତେଣୁ ରହୁଛି, ଧନ୍ୟବାଦ। ଜୟ ଜଗନ୍ନାଥ।